ଜଗନ୍ନାଥ। ଆଜିର ଭିଡ଼ିଓରେ ଦୀପାବଳି ସମ୍ବନ୍ଧରେ କିଛି ତଥ୍ୟ ରହିଛି, ତେଣୁ ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। 1 ନମ୍ବର, ବିଭିନ୍ନ ପୌରାଣିକ ଅନୁଯାୟୀ ମହିଷାସୁରର ସେନାପତି ରକ୍ତବୀଜ କେହି ଯୁଦ୍ଧ କଲାବେଳେ ରଣାଙ୍ଗନରେ ତାର ରକ୍ତପାତ ମାତ୍ରକେ ସୃଷ୍ଟି ହେଉଥିଲେ ସହସ୍ରାଧିକ ଅସୁର। 2. ପ୍ରତି ରକ୍ତ ବୁନ୍ଦାରୁ ଗୋଟିଏ ଗୋଟିଏ ହୋଇ ଜନ୍ମ ନିଅନ୍ତି ଅସୁର। 3 ନମ୍ବର, ଏହା ଦେଖି ମା ଦୁର୍ଗା ନିଜ କପାଳରୁ ଜାତ କରିଥିଲେ ଅନ୍ୟ ଜଣେ ଦେବୀଙ୍କୁ। 4. ସେ ହେଲେ ମହାକାଳୀ। 5. ସେ ରକ୍ତବୀଜର ସବୁ ରକ୍ତ ଶୋଷି ନେଇ ତାକୁ ମାରିଥିଲେ। 6. ମା ଦୁର୍ଗା ଏବଂ ତାଙ୍କର ବିଭିନ୍ନ ଅବତାର କେବଳ ମହିଷାସୁର ଓ ରକ୍ତବୀଜ ନୁହେଁ, କାନ୍ତିମାଳା, ବିଡ଼ଳାକ୍ଷ, ବୀରଘଣ୍ଟ ଏବଂ କାଳଦଣ୍ଡ ଆଦି ରାକ୍ଷସଙ୍କୁ ବଧ କରି ଭୟଙ୍କର ହୋଇପଡ଼ିଥିଲେ। 7. ଅସୁରଙ୍କ ରକ୍ତରେ ରଞ୍ଜିତ ହୋଇଗଲା ସାରା ପୃଥିବୀ, କିନ୍ତୁ କାଳୀଙ୍କ କ୍ରୋଧ ପ୍ରଶମିତ ହେଲା ନାହିଁ। 8. ସେ ଆହୁରି ଉଗ୍ର ରୂପ ଧାରଣ କରି ସମଗ୍ର ପୃଥିବୀକୁ ଧ୍ୱଂସ କରିବାକୁ ଉଦ୍ୟନ୍ତ କରନ୍ତେ ଦେବତାଙ୍କ ମଧ୍ୟରେ ଭାଳେଣି ପଡ଼ିଲା। 9. ଦେବତାମାନଙ୍କ ଅନୁରୋଧ କ୍ରମେ ସ୍ୱୟଂ ମହାଦେବ ମା କାଳୀଙ୍କ ସମ୍ମୁଖକୁ ଆସି ତାଙ୍କ ପାଦ ତଳେ ପଡ଼ିଗଲେ। 10. ତାଙ୍କ ପାଦ ମହାଦେବଙ୍କ ଉପରେ ପଡ଼ିବାରୁ ସେ ଚମକି ପଡ଼ି କ୍ରମଶଃ ପ୍ରକୃତିସ୍ଥ ହେଲେ। 11. ମହାକାଳୀଙ୍କର ଉଗ୍ର ରୂପକୁ ଦୀପାବଳି ରାତିରେ ପୂଜା କରାଯାଏ। 12. ଦୀପାବଳିକୁ ମହାନିଶା ଏବଂ ଶୁଭରାତ୍ରି ମଧ୍ୟ କୁହାଯାଏ। 13. ଦୀପାବଳି ହେଉଛି ଅନ୍ଧକାର ଉପରେ ଆଲୋକର ଏବଂ ଅଜ୍ଞାନ ଉପରେ ଜ୍ଞାନର ବିଜୟ ଉତ୍ସବ। 14. ଯେମିତି ଆଲୋକ ଅନ୍ଧକାରକୁ ଦୂରେଇ ଦିଏ, ଠିକ୍ ସେମିତି ଜ୍ଞାନର ଆଲୋକ ଦ୍ୱାରା ଅନ୍ଧକାର ରୂପୀ ଅଜ୍ଞାନ ଚାଲିଯାଏ। 15. ପ୍ରତ୍ୟେକ ଘରେ ଜୀବନ, ପ୍ରତ୍ୟେକ ମୁହଁରେ ହସ ପାଇଁ ଦୀପାବଳି ପାଳନ କରାଯାଏ। 16. ତ୍ରେତା ଯୁଗରେ ରାମ ରାବଣକୁ ବଧ କରି ଯେଉଁଦିନ ଅଯୋଧ୍ୟା ଫେରିଥିଲେ, ସେହିଦିନ ଥିଲା ଦୀପାବଳି। 17. ଅଯୋଧ୍ୟାବାସୀ ଦୀପ ଜାଳି ରାମଙ୍କୁ ସ୍ୱାଗତ କରିଥିଲେ। 18. ସେହିପରି ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ନାରକାସୁରକୁ ବଧ କଲା ପରେ ତାହା ପରଦିନ ବ୍ରଜବାସୀ ଦୀପ ଜାଳି ଉତ୍ସବ ପାଳନ କରିଥିଲେ। 19. ସେହିଦିନ ମଧ୍ୟ ଥିଲା ଦୀପାବଳି। 20 ନମ୍ବର, ଦୀପାବଳି ଦିନ ଘରେ ଘରେ ଦୀପ ଜାଳି ଆଲୋକିତ କରିଥାନ୍ତି। 21. ଶ୍ରାଦ୍ଧ କରି ଆବାହନ କରିଥିବା ପୂର୍ବପୁରୁଷମାନଙ୍କୁ ଦୀପାବଳି ଦିନ ଆଲୋକିତ କରି ସ୍ୱର୍ଗଲୋକକୁ ବାଟାଇଥାନ୍ତି। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରନ୍ତୁ।